ଦୁନିଆରେ ଦେଖୁଥିବେ ବିନା ସ୍ୱାର୍ଥରେ କିଏ ଖଟୁନି, ସ୍ୱାର୍ଥ ରଖି ଖଟି ଯାଉଛି। କିନ୍ତୁ ମୁଁ ଜଣେ ବ୍ୟକ୍ତି, ମୋର ଏକ ପଇସାର ସ୍ୱାର୍ଥ ନାହିଁ। ମୁଁ ଖଟୁଛି, ଲୋକଙ୍କ ପାଇଁ କାମ କରୁଛି, କାର୍ଯ୍ୟ କରି ମୁଁ ମୋର ଚାଲିଛି। କାହିଁକି ଯେ ମତେ ପଦ ପଦବୀର ଲୋଭ ନାହିଁ କି ମୁଁ ପଦରେ ନେଇକି କିଛି କଣ କରିଦଉନି। ମତେ ପଦ ପଦବୀର ଲୋଭ ନାହିଁ। ଆମେ ଏ ମାଟିର ସନ୍ତାନ, ଯେ এই ପଦଟା ଦ୍ୱାରା ଆମକୁ ଗୋଟେ ପ୍ଲାଟଫର୍ମ ମିଳୁଛି। ଆ ଦ୍ୱାରା ଲୋକଙ୍କର ସେବା ହେବା ସହିତ ଆମ ଅଞ୍ଚଳର ଡେଭଲପମେଣ୍ଟ କାମ ହୋଇପାରିବ। ସେଥିପାଇଁ ମୁଁ ସମସ୍ତଙ୍କୁ ନିବେଦନ କରିବି, ଏ 30 ବର୍ଷ ଭିତରେ ଯେଉଁମାନେ ରାଜନୀତିରେ ନିର୍ବାଚିତ ହେଇକି ଆସିଛନ୍ତି ବ୍ଲକକୁ, ସେମାନଙ୍କୁ ନିଶ୍ଚୟ ଭାବରେ ମେମ୍ବରସିପ୍ କରିବା ପାଇଁ ମୁଁ ମଧ୍ୟ ମୋ ଆଡୁ ଅନୁରୋଧ କରିବି। ଆପଣମାନଙ୍କୁ ଅନୁରୋଧ କରିକି ମନ୍ଦିରରେ ବି ସବୁ ଚାଲିବ। ଆକୁ ଯଦି ଟିକେ ଢିଲା କରିବେ, ମନ୍ଦିର ଯଦି ଭୋକ ନ ଲାଗିଲା ତ ନିଶ୍ଚୟ କିଛି ଖରାପ ଦୃଷ୍ଟି ତା ପ୍ରତି ପଡିବ। ସେଟା ଶୁଭଙ୍କର ନୁହେଁ। ଆଉ ବାକି ନାଟରେ ଯାହା ପଚାରୁଛି ମୁଁ ତାର ବର୍ଣ୍ଣ କରୁଛି। ଧନ୍ୟବାଦ। ଯିବି, ଅନ୍ୟ କାମ ଅଛି। ବିଦାୟ କରୁଛି। ନମସ୍କାର।